ମୁଁ ଭାବୁଛି ଏଠି ଓଡ଼ିଶାକୁ ଅପମାନ କଲେ ଭାରତବର୍ଷକୁ ଅପମାନ କଲେ। ଆଗେ ବିଜୁବାବୁଙ୍କର ମୁଣ୍ଡ କାଟିଲେ ମାହାଙ୍ଗାରେ, ଆଜି ପ୍ରତିମୂର୍ତ୍ତିକୁ ନିଆଁ ଲଗାଇଲେ ଏବଂ ବିଜୁ ଜୟନ୍ତୀକୁ ପାଳନ ନ କରିକି ପଞ୍ଚାୟତ ଦିବସଟାକୁ କ୍ୟାନସଲ୍ କଲେ। ମୁଁ କାହିଁ କହିଲି ଏଇଟା ଗୋଟେ ରାଷ୍ଟ୍ରପତି ଅପମାନ ହେଉଛି। ବିଜୁବାବୁଙ୍କ ମୃତ୍ୟୁ ବେଳେ 3ଟି ରାଷ୍ଟ୍ରର ପତାକା ତାଙ୍କ ଶରୀର ଉପରେ ଥୁଆ ହେଇଥିଲା, ଇଣ୍ଡୋନେସିଆ, ରଷିଆ, ଇଣ୍ଡିଆ। ସେ ହେଉଛନ୍ତି ସେଇଭଳି ଜଣେ ବ୍ୟକ୍ତି ଯିଏ ଭୂମିପୁତ୍ର ଥିଲେ, ଯିଏ ସ୍ୱାଧୀନତା ସଂଗ୍ରାମୀରେ କାଶ୍ମୀରକୁ ଯେତେବେଳେ ପାକିସ୍ତାନର ଆକ୍ରମଣ ବେଳେ କାର୍ପେଟ୍ ବମ୍ବିଂ କରିକିରି ସିଏ ଭାରତବର୍ଷର ସୈନ୍ୟମାନଙ୍କୁ ଫେସିଲିଟେଟ୍ କଲେ ପଶିକିରି ଅକ୍ୟୁପାଇଡ୍ କାଶ୍ମୀର ପର୍ଯ୍ୟନ୍ତ ଯିବା ପାଇଁ। ତେଣୁ ଏଇଭଳି ବ୍ୟକ୍ତିଙ୍କୁ ଆଜି ପୋଡ଼ିଦେବା ମାନେ ଭାରତବର୍ଷର ଗୋଟେ ଇତିହାସକୁ ପୋଡ଼ିଦେଲେ, ଓଡ଼ିଶାର ଗୋଟେ ଗର୍ବକୁ ସ୍ୱାଭିମାନକୁ ଆମେ ଆଜି ପୋଡ଼ିଦେଲେ। ଯେଉଁମାନେ ବି ପଛରେ ଅଛନ୍ତି, ମୁଁ ଭାବୁଛି ମୁଖ୍ୟତଃ ପାଟନାଗଡ଼ ଯେହେତୁ ଗୋଟେ ନିର୍ଦ୍ଦିଷ୍ଟ ଦଳ ଅନେକ ଦିନ ଧରି ସେଠି ପ୍ରତିନିଧିତ୍ୱ କରି ଆସୁଛନ୍ତି, ସିଏ ଆଜି ବହୁତ ଉଚ୍ଚ ପଦବୀରେ ଅଛନ୍ତି। ଏପର୍ଯ୍ୟନ୍ତ ଯଦି ଆମ ଉପମୁଖ୍ୟମନ୍ତ୍ରୀ କିଛି এই বিষয়ে মত ଦେଇଛନ୍ତି କି ନାହିଁ ମୁଁ ଜାଣିନି, କିନ୍ତୁ ତାଙ୍କର ଆଗେ ଦେବାର ଅଛି। କାହିଁକି ଓଡ଼ିଶାରେ ଅନେକ ପ୍ରବାଦ ପୁରୁଷଙ୍କର ପ୍ରତିମୂର୍ତ୍ତି ଚାରିଆଡ଼େ ଅଛି। ସେ ଯେତେ ପୂର୍ବତନ ଅଛନ୍ତି, ନୀଳମୋହନ ରାଉତରାୟ କୁହନ୍ତୁ, ଆର୍ଏନ୍ ସିଂଦେଓ କୁହନ୍ତୁ, ଏବେ କଟକରେ ଅଟଳ ବିହାରୀ ବାଜପେୟୀଙ୍କର ମଧ୍ୟ ପ୍ରତିମୂର୍ତ୍ତି ଲଗାଯାଇଛି। ଆମେ ସମ୍ମାନ ଦେଉଛୁ। ବିଜୁ ଜନତା ଦଳର এইটা বিজু জনতা দলর নীতি নুহ, সবু নেতাଙ୍କୁ ଆମେ ସମ୍ମାନ ଦେଇକି ଆସିଛୁ। ଆଜି ବିଏସ୍କେୱାଇ ବିଜୁ ପଟ୍ଟନାୟକଙ୍କ ନାଁରେ ଯେଉଁ ସ୍ୱାସ୍ଥ୍ୟ କାର୍ଡ଼ ହେଇଥିଲା, ସେଠୁ ତାଙ୍କ ନାଁ ହଟେଇଦେଲ। ଯେତେ ଚେଷ୍ଟା କରନ୍ତୁ ଏ ବିଜେପି ଦଳ, ବିଜୁବାବୁଙ୍କ ନାଁ ଓଡ଼ିଶାରେ ଚିରସ୍ମରଣୀୟ ରହିବ, ଚିରଦିନ ପାଇଁ ବଞ୍ଚିତ ହୋଇକି ରହିବ। ଏ ରାଜ୍ୟ ଯେବେ ଯାଏ ଅଛି, ବିଜୁବାବୁଙ୍କ ନାଁ ସେବେ ଯାଏ ବଞ୍ଚିକି ରହିବ। ନିଶ୍ଚିତ ଭାବରେ ମୁଖ୍ୟମନ୍ତ୍ରୀ ନିଜେ ଆସି କହିଛନ୍ତି, ଯେତେବେଳେ ପଞ୍ଚାୟତିରାଜ ଦିବସ ବନ୍ଦ କରାଗଲା, ବିଜୁବାବୁଙ୍କୁ ଆମେ ସମ୍ମାନ ଦିଉ। ତାଙ୍କ ସେପଟରେ ରାଜ୍ୟପାଳ ଆସିଲେ, ବିଶ୍ୱଭୂଷଣ ହରିଚନ୍ଦନ କହିଲେ ବିଜୁବାବୁ ଏଇଆ, ବିଜୁବାବୁ ସେଇଆ, କିନ୍ତୁ ଆକ୍ସନ୍ କ'ଣ ହେଇଛି? ଆକ୍ସନ୍ କ'ଣ ହେଇଛି? ବିଜୁବାବୁ ହେଉଛନ୍ତି ପଞ୍ଚାୟତିରାଜ ଦିବସର ପିତା। ଯଦି ଆଜି ତ୍ରୟସ୍ତରୀୟ ପଞ୍ଚାୟତ ଦିବସ କରାଯାଇଛି ଏବଂ ମହିଳାଙ୍କ ପାଇଁ 33% ସୁରକ୍ଷିତ ରଖାଯାଇଥିଲା, ସେଇଟା କେବଳ ବିଜୁବାବୁ ଏବଂ ବିଜୁବାବୁ ହିଁ ଏ ରାଜ୍ୟର ସ୍ୱାଭିମାନ। ପ୍ରଦେଶ ଗଠନ କରିବା ଠାରୁ ନେଇକରି, ପ୍ରଦେଶ ପାଇଁ ଆନ୍ଦୋଳନ କରିବା ଠାରୁ ନେଇକରି, ଏ ପ୍ରଦେଶର ସ୍ୱପ୍ନ ଦେଖିଥିବା ଇଣ୍ଡଷ୍ଟ୍ରିଆଲ ଓଡ଼ିଶା, ଆଜି କଳିଙ୍ଗନଗର, OMC, ନାଲକୋ, ରାଉରକେଲା, HAL ପ୍ଲାଣ୍ଟ କିଏ ଆଣିଛି? ପାରାଦୀପ ବନ୍ଦର ଦେଖନ୍ତୁ, କେଭି ସିଂହର ଉତ୍ତର ରଖିବାର ଅଛି। ଯେମିତି ଏବେ ବିଜୁବାବୁଙ୍କ ମୂର୍ତ୍ତିରେ ଯାଇକରି ଗେରୁଆ ରଙ୍ଗ କରିଦେଇଥିଲେ ମହାନଦୀ ବିହାରରେ, ସେତିକିବେଳେ ମୁଁ କହିଥିଲି କି ଏଇଠି ପ୍ରଭାତ ବିଶ୍ୱାଳ ଏବଂ ସୌଭିକ ବିଶ୍ୱାଳ, ଯିଏକି ବିଜେଡ଼ିର MLA ଆଉ ତାଙ୍କ ପିତା ଜଣେ ନେତା, ସିଏ କାହିଁ ଚୁପ୍ ଅଛନ୍ତି? ତାପରେ ଯାଇ ଛିଡ଼ା ହେଇକିରି ଫେର ଶାଗୁଆ କଲେ। ଫେର ଶାଗୁଆ ରଙ୍ଗ ହେଲା କେମିତି? କହିବାର କଥା ଯେ, ମୋର କହିବାର କଥା, ଯେଉଁମାନେ ପ୍ରବାଦ ପୁରୁଷ ଏବଂ ବିଜୁବାବୁ ପରି ପ୍ରବାଦ ପୁରୁଷ, ଯିଏକି 3ଟି ରାଷ୍ଟ୍ରର ପତାକା ତାଙ୍କ ଶରୀରରେ ପଡ଼ିଥିଲା, ଓଡ଼ିଶାରେ ସେଭଳି ବ୍ୟକ୍ତି ବୋଧେ ଜନ୍ମ ହେବେନି ଆଉ, ଯିଏକି ଏତେ ସମ୍ମାନ ପାଇଛନ୍ତି। ଡିମାଣ୍ଡ ଆକ୍ସନ୍ କେବଳ ନୁହଁ, ଏ ସରକାରର ଆଜି କହିବାର ଅଛି କି ବିଜୁବାବୁ ଆମର ଆଦର୍ଶ, ବିଜୁବାବୁକୁ ଆମେ ଭକ୍ତି କରୁ, ଆଉ ବିଜୁବାବୁଙ୍କ ପ୍ରତି ଏହି ପ୍ରକାର ଆଚରଣ ଯିଏ କରିଛି, କଡ଼ା କାର୍ଯ୍ୟ ଅନୁଷ୍ଠାନ ହେବ ଏବଂ ଯେଉଁ ନେତା ଏଥିରେ ସାମିଲ ତେବେ ସେମାନଙ୍କୁ ତାଙ୍କୁ ବହିଷ୍କୃତ କରାଯାଉ ସେ ଦଳରୁ। ସ୍ପଷ୍ଟ ଜଣାପଡ଼ୁଛି। ମୁଁ ଏତେଟା ଉଦାହରଣ ଦେଲି, ମାହାଙ୍ଗା ଘଟଣା କହିଲି, ପଞ୍ଚାୟତିରାଜ ଦିବସ କଥା କହିଲି,
गोटे एमएलए कहीदे गले बंदर ना भी बदल देवे जोटा कि बाजपेयी कहीकि जाते जो से नवीन सागर आसती आईओसीएल भित्तिप्रस्तर देवाई से अनेक लोग डिमांड कले कि पारादीप बंदर ना बिजू बंदर कर अटल बिहारी वाजपेयी कौन कहते कि मोर जदि कथा चलो ताले राष्ट्रटा को बिजू ना करदेवी एवं परवर्ती समय गले अंतर्जातीय बंदर ना विजु पट्टनायक इंटरनेशनल एयरपोर्ट दिगला ताकू कहले बदल दो से जिते भी चेष्टा कले विजु इतिहास को ओडिशा लोक भूलिबेनी तमें राजनीतिक उद्देश्य नहीं यही प्रकार असम्मान कर विजु पट्टनायक को निश्चित भाव में ओडिशावासी उचित जवाब देवे।